ସତ କହିଲେ ଆଜ୍ଞା, ଛାତି ଭିତରେ ଥିବା ହୃଦୟଟି ଯେତେବେଳେ ଧୀରେ ଧୀରେ କଷ୍ଟ ସହିବା ଆରମ୍ଭ କରିଦିଏ ନା, ସତରେ ସେତେବେଳେ ଆଖିରୁ କେତେବେଳେ ଯେ ଲୁହ ବାହାରି ଆସେ ମଣିଷ ବୁଝିପାରେ ନାହିଁ। ଦୁନିଆରେ ଏତେ କଷ୍ଟ ସହୁଥିବା ମଣିଷ ଆଉ ଦୁଃଖ ଦେଉଥିବା ମଣିଷ ଭିତରେ ବହୁତ ଫରକ। କଷ୍ଟ ଦେଉଥିବା ଲୋକ ବହୁତ ହସୁଥାଏ, କଷ୍ଟ ସହୁଥିବା ଲୋକ ନାହିଁ ନୀରବରେ ଚୁପ୍ ବସିଥାଏ। ବସୁଥିବା ବେଳେ ଧୀରେ ଧୀରେ ଗୋଟେ ବହି ଆସେ ଯେ ନିଜେ ବି ଜାଣିପାରେ ନା ଆଜ୍ଞା। ଠିକ୍ କହିଲି ଆଜ୍ଞା, ସତ କହିଲେ ଆଜ୍ଞା, ଛାତି ଭିତରେ ଥିବା ହୃଦୟଟି ଯେତେବେଳେ ଧୀରେ ଧୀରେ କଷ୍ଟ ସହିବା ଆରମ୍ଭ କରିଦିଏ ନା, ସତରେ ସେତେବେଳେ ଆଖିରୁ କେତେବେଳେ ଯେ ଲୁହ ବାହାରି ଆସେ ମଣିଷ ବୁଝିପାରେ ନାହିଁ। ଦୁନିଆରେ ଏତେ କଷ୍ଟ ସହୁଥିବା ମଣିଷ ଆଉ ଦୁଃଖ ଦେଉଥିବା ମଣିଷ ଭିତରେ ବହୁତ ଫରକ। କଷ୍ଟ ଦେଉଥିବା ଲୋକ ବହୁତ ହସୁଥାଏ, କଷ୍ଟ ସହୁଥିବା ଲୋକ ନା ଆଜ୍ଞା ନୀରବରେ ଚୁପ୍ ହେଇକି ବସିଥାଏ। ବସୁଥିବା ବେଳେ ଆଖିରୁ ଧୀରେ ଧୀରେ ଲୁହଟି ବହି ଆସେ ଯେ ନିଜେ ବି ଜାଣିପାରେ ନା ଆଜ୍ଞା। ଠିକ୍ କହିଲି ଆଜ୍ଞା, ସତ କହିଲେ ଆଜ୍ଞା, ଛାତି ଭିତରେ ଥିବା ହୃଦୟଟି ଯେତେବେଳେ ଧୀରେ ଧୀରେ କଷ୍ଟ ସହିବା ଆରମ୍ଭ କରିଦିଏ ନା, ସତରେ ସେତେବେଳେ ଆଖିରୁ କେତେବେଳେ ଯେ ଲୁହ ବାହାରି ଆସେ ମଣିଷ ବୁଝିପାରେ ନାହିଁ। ଦୁନିଆରେ ଏତେ କଷ୍ଟ ସହୁଥିବା ମଣିଷ ଆଉ ଦୁଃଖ ଦେଉଥିବା ମଣିଷ ଭିତରେ ବହୁତ ଫରକ। କଷ୍ଟ ଦେଉଥିବା ଲୋକ ବହୁତ ହସୁଥାଏ, କଷ୍ଟ ସହୁଥିବା ଲୋକ ନା ଆଜ୍ଞା ନୀରବରେ ଚୁପ୍ ହେଇକି ବସିଥାଏ। ବସୁଥିବା ବେଳେ ଆଖିରୁ ଧୀରେ ଧୀରେ ଲୁହଟି ବହି ଆସେ ଯେ ନିଜେ ବି ଜାଣିପାରେ ନା ଆଜ୍ଞା। ଠିକ୍ କହିଲି ଆଜ୍ଞା।